ଆପଣ କେବେ ମାଣ୍ଡିଆର କାଞ୍ଜି ତିଆରି କରିଛନ୍ତି? ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ସେୟାର କରିବି ମାଣ୍ଡିଆର କାଞ୍ଜି ରେସିପି। ନମସ୍କାର, ମୋ ରୁଚି, ୱେଲକମ୍ ଟୁ ମାଇ ଚ୍ୟାନେଲ୍ କୁକ୍ ୱିଥ୍ ରୁଚି। ମୋର ଏହି ରେସିପି ଆପଣଙ୍କୁ ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ମୋ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ମାଣ୍ଡିଆ କାଞ୍ଜି ବନେଇବା ପାଇଁ ମୁଁ ପ୍ରଥମେ 4ରୁ 5 ବଡ଼ ଚାମଚ ଦହିକୁ ନେଇଛି। ସେଥିରେ 1 କପ୍ ପାଣିକୁ ଆଡ଼୍ କରି ଭଲ ଭାବରେ ମିଶାଇ ନେଇଛି। ତାୱାଟା ଗରମ ହେବା ପାଇଁ ବସାଇ ଦେଇଥିଲି। ଗରମ ହୋଇସାରିଲା ପରେ ସେଥିରେ ମୁଁ 1 ଚାମଚ ମାଣ୍ଡିଆ ପାଉଡ଼ରକୁ ଅଳ୍ପ ଭାଜିକି ସେଥିରେ ପାଣି ଆଡ଼୍ କରିଦେଇଛି। ମୁଁ ଏଠି 1 କପ୍ ପାଣି ନେଇଛି। ମୁଁ 1 କପ୍ ପୁରା ଦେଇନି ପାଣି, ସେଥିରେ ଅଧା କପ୍ ପାଣି ଦେଇକି ଭଲରେ ମିଶାଇ ନେଉଛି। ମାଣ୍ଡିଆକୁ ଭଲ ଭାବରେ ମିଶାଇ ସାରିବା ପରେ ଦେଖିପାରୁଥିବେ ପାଣି ଧୀରେ ଧୀରେ କମିଯାଇଛି। ସେଥିରେ ମୁଁ ପୁଣି ଅଧା କପ୍ ରଖିଥିବା ପାଣିକୁ ଆଡ଼୍ କରିଦେଉଛି। ଆଡ଼୍ କରି ଭଲ ଭାବରେ ମିଶାଇ ନେଉଛି। ମାଣ୍ଡିଆକୁ ପ୍ରଥମରୁ ଶେଷ ଯାଏଁ ଲଗାତାର ଘାଣ୍ଟି ଚାଲିଥିବେ। ଲଗାତାର ନ ଘାଣ୍ଟିବା ଦ୍ୱାରା ମାଣ୍ଡିଆଟା ଗୁଳ ଗୁଳ ହୋଇ ରହିଯାଇଥାଏ, ଭଲ ଭାବରେ ସିଝି ନଥାଏ। ମାଣ୍ଡିଆଟା ସିଝାଇବା ପାଇଁ ମୋତେ 2ରୁ 3 ମିନିଟ୍ ଲାଗିଥିଲା। ଆପଣଙ୍କୁ ତା'ଠୁ ଅଧିକ ଲାଗିପାରେ କିମ୍ବା କମ୍ ସମୟ ଲାଗିପାରେ। ପ୍ରଥମରୁ ଶେଷ ଯାଏଁ ପୁରା ଲୋ ଫ୍ଲେମ୍ରେ ହିଁ ରଖିବେ। ହାଇ ଫ୍ଲେମ୍ରେ ରଖିଲେ ଭଲ ଭାବରେ ସିଝିବନି। ଦେଖିପାରୁଥିବେ ମାଣ୍ଡିଆଟି ଲଗାତାର ଘାଣ୍ଟିବା ଦ୍ୱାରା ଜମା ବି ଗୁଳ ଗୁଳ ହୋଇନି, ଭଲ ଭାବରେ ମିଶିକି ସିଝି ସାରିଛି। ମାଣ୍ଡିଆଟି ପୁରା ବହଳିଆ ହୋଇ ଆସିଲାଣି, ତ ଏଥିରୁ ଆମେ ଜାଣିପାରିବା ଯେ ମାଣ୍ଡିଆଟି ପୁରା ସିଝିଗଲାଣି। ଆଗରୁ ଯେଉଁ ଦହି ପାଣି ରେଡ଼ି କରି ରଖିଥିଲି, ଦେଖିପାରୁଥିବେ ଦହି ପାଣିରେ ମୁଁ ସିଝି ଯାଇଥିବା ମାଣ୍ଡିଆକୁ ଆଡ଼୍ କରି ନେଇଛି। 1 ଚାମଚ ମାଣ୍ଡିଆ ପାଉଡ଼ର ଦେଖିପାରୁଥିବେ ସିଝିଗଲା ପରେ 4 ଚାମଚ ମାଣ୍ଡିଆ ହୋଇଯାଇଛି। ମୁଁ ଏଠି ମାଣ୍ଡିଆ କାଞ୍ଜିକୁ ଟିକେ ପତଳା ରଖିବାକୁ ଚାହୁଁଛି, ତ ସେଥିପାଇଁ ମୁଁ 1 ଚାମଚ ଦେଇଛି। ଆପଣ ଯଦି ମାଣ୍ଡିଆ କାଞ୍ଜିକୁ ମୋଟା ରଖିବାକୁ ଚାହୁଁଛନ୍ତି ତ 2ରୁ 3 ଚାମଚ ମାଣ୍ଡିଆ ପାଉଡ଼ର ନେଇପାରିବେ। ସିଝିଯାଇଥିବା ମାଣ୍ଡିଆକୁ ମୁଁ ଦହିରେ ଆଡ଼୍ କରିସାରିବା ପରେ ମୁଁ 1ରୁ 2 ମିନିଟ୍ ଭଲ ଭାବରେ ମିଶାଇ ନେଇଛି। ସିଝିଯାଇଥିବା ମାଣ୍ଡିଆ ଓ ଦହି ପାଣିକୁ ଭଲ ଭାବରେ ମିଶାଇ ସାରିବା ପରେ ସେଥିରେ ମୁଁ ଛୋଟ ଛୋଟ ଖଣ୍ଡ କରି କାଟି ରଖିଥିବା ପିଆଜକୁ ଦେଇଦେଇଛି। ଅଳ୍ପ ଧନିଆ ପତ୍ରକୁ ମଧ୍ୟ ଦେଇଦେଇଛି। ଦେଇକି ପୁଣି ଭଲ ଭାବରେ ମିଶାଇ ନେଇଛି। ଆପଣଙ୍କୁ ଯଦି ମାଣ୍ଡିଆ କାଞ୍ଜିରେ ଦହି ପସନ୍ଦ ନଥାଏ, ତେବେ ଦହି ବଦଳରେ ଆମ୍ବିଳି ତୋରାଣି ମଧ୍ୟ ନେଇପାରିବେ। ମାଣ୍ଡିଆ କାଞ୍ଜିର ବି ଫୁଟଣ ପ୍ରସ୍ତୁତ କରିବା। ଫୁଟଣ ପ୍ରସ୍ତୁତ ପାଇଁ ମୁଁ ଏଠି ସୋରିଷ ତେଲ ନେଇଛି। ଆପଣ ଚାହିଁଲେ ରିଫାଇନ୍ ତେଲ ମଧ୍ୟ ନେଇପାରିବେ। ସୋରିଷ ତେଲ ମୋର ଗରମ ହୋଇ ଆସିଲା ପରେ ମୁଁ ସେଥିରେ ସୋରିଷକୁ ଆଡ଼୍ କରି ନେଇଛି। ସୋରିଷ ଫୁଟି ଆସିଲା ପରେ ଅଳ୍ପ ଛୋଟ ଛୋଟ ଖଣ୍ଡ କାଟିକି ରଖିଥିବା କଞ୍ଚା ଲଙ୍କାକୁ ଦେଇଦେଇଛି। ଅଳ୍ପ ଭୃଷଙ୍ଗ ପତ୍ରକୁ ଦେଇକି ଭଲ ଭାବରେ ଭାଜି ନେଇଛି। ଭଲ ଭାବରେ ଭାଜି ସାରିବା ପରେ ବନେଇ ରଖିଥିବା ମାଣ୍ଡିଆ କାଞ୍ଜିରେ ମିଶାଇ ନେଇଛି। ଯଦି ଆପଣଙ୍କୁ ମାଣ୍ଡିଆ ରେସିପି ଭଲ ଲାଗେ ତ ମୁଁ ମାଣ୍ଡିଆର ଆଉ କିଛି ରେସିପି ତିଆରି କରିଛି, ସେଗୁଡ଼ିକର ଲିଙ୍କ୍ ମୁଁ ଡେସ୍କ୍ରିପ୍ସନ୍ରେ ଦେଇଦେଇଛି, ଆପଣ ଯାଇକି ଦେଖିପାରିବେ। ଆପଣମାନେ କିଏ ପତଳା ହେବାକୁ ଚାହୁଁଛନ୍ତି ତ ସକାଳୁ ବ୍ରେକଫାଷ୍ଟରେ ମାଣ୍ଡିଆ କାଞ୍ଜିକୁ ନେଇପାରିବେ। ମାଣ୍ଡିଆ କାଞ୍ଜି ପିଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ମାଣ୍ଡିଆ କାଞ୍ଜିରେ 1 ଟିସ୍ପୁନ୍ ଲୁଣକୁ ମୁଁ ଏଥିରେ ଦେଇକି ଭଲ ଭାବରେ ମିଶାଇ ନେଉଛି। ଏବେ ଆମର ମାଣ୍ଡିଆ କାଞ୍ଜି ପ୍ରସ୍ତୁତ ହୋଇସାରିଛି। ଦେଖିବାକୁ ଯେମିତି ସୁନ୍ଦର, ପିଇବାକୁ କି ସେମିତି ସ୍ୱାଦିଷ୍ଟ ଲାଗୁଛି। ଆପଣ ବି ଏହି ରେସିପିକୁ ଥରେ ଟ୍ରାଏ କରନ୍ତୁ। କେମିତି ଲାଗୁଛି ମୋତେ ନିଶ୍ଚୟ କମେଣ୍ଟ କରି ଜଣାଇବେ। ରହିଲି, ଜୟ ଜଗନ୍ନାଥ।